ଜଡାଙ୍ଗବାଲି ରେ ବିଦ୍ୟୁତ ସରବରାହ ବନ୍ଦ ରହିଥିବା ଯୋଗୁଁ ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ। ଦୀର୍ଘ 10 ଦିନ ହେଲା ବ୍ୟବଧାନରେ ଗ୍ରାମକୁ ବିଦ୍ୟୁତ ସରବରାହ ବନ୍ଦ ରହିଥିବା ଅଭିଯୋଗ ଆସିଛି ଜଡାଙ୍ଗବାଲିରୁ। ସୂଚନା ଅନୁସାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ 11 ନମ୍ବର ୱାର୍ଡ ଜଡାଙ୍ଗବାଲି ବାସିନ୍ଦା ଦୀର୍ଘ 10 ଦିନ ବ୍ୟବଧାନ ମଧ୍ୟରେ ଅନ୍ଧକାର ମଧ୍ୟରେ ରହିଥିବା ଅଭିଯୋଗ କରିଛନ୍ତି। ବୁଧବାର ଦିନ ଗ୍ରାମର ଜସିତ ପ୍ରଧାନ, ବାଳକୃଷ୍ଣ ପ୍ରଧାନ, ଅଶ୍ୱିନୀ ସାହୁ, ସୁଦାମ ପ୍ରଧାନ, ସିନେମା ପ୍ରଧାନ, ରଶ୍ମିତା ପ୍ରଧାନ, ମୀନାକ୍ଷୀ ପ୍ରଧାନ, ମନସ୍ୱିନୀ ପ୍ରଧାନ, ସୁନିଲି ସାହୁ, ରୂପେଲି ସାହୁ ସମେତ ଶତାଧିକ ଗ୍ରାମବାସୀ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଥିବା ଦେଖିବାକୁ ମିଳିଛି। ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଫୋନ୍ ଯୋଗେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ସନ୍ଧ୍ୟାରେ ଗ୍ରାମବାସୀ ବିଦ୍ୟୁତ କାର୍ଯ୍ୟାଳୟ ମଧ୍ୟକୁ ଧସି ପଶି ପାଟିତୁଣ୍ଡ କରି ବିଦ୍ୟୁତ ସମସ୍ୟା ବିଷୟରେ ଜଣାଇଥିଲେ। ଫଳରେ ଉକ୍ତ ଗ୍ରାମକୁ ଏକ ବୋଲେରୋ ଗାଡ଼ିରେ ଲାଇନମ୍ୟାନ ମାନଙ୍କୁ ତୁରନ୍ତ ପଠାଯାଇଥିଲା। ଥଣ୍ଡାରେ ଗ୍ରାମବାସୀ ବହୁ ସମୟ ଅପେକ୍ଷା କରିବା ପରେ ଏକ ଲିଖିତ ଦରଖାସ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଦେଇଥିବା ସୂଚନା ରହିଛି। ଖବର ଲେଖିବା ସୁଦ୍ଧା ସମସ୍ୟାର ସମାଧାନ ହୋଇଥିବା ବେଳେ ଆଗାମୀ ଦିନରେ ବିଦ୍ୟୁତ ସମସ୍ୟାର ସ୍ଥାୟୀ ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ସଙ୍ଗେ ସଙ୍ଗେ ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ଜଡାଙ୍ଗବାଲି ଗ୍ରାମବାସୀ। ଶୁଣନ୍ତୁ ପ୍ରତିକ୍ରିୟା। ଜଡାଙ୍ଗବାଲି ଏକ୍ସ କାଉନସିଲର ଆମ ଗାଁରେ ବାରମ୍ବାର ବିଦ୍ୟୁତ କାଟ ହେଉଛି। ବାରମ୍ବାର ଆମେ ସମସ୍ୟା ଉପରେ ଅବଗତ କରାଉଛୁ ସାର୍ମାନଙ୍କୁ, ତଥାପି ଆର ସ୍ଥାୟୀ ପ୍ରତିକାର ଆଜି ପର୍ଯ୍ୟନ୍ତ ହୋଇପାରୁନି। ତେଣୁ ଆମେ ସମସ୍ତେ ଆଜି ଏ ସନ୍ଧ୍ୟାକାଳୀନ ଅସୁବିଧା ସକାଶେ ଆମେ ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ଆମେ ସମସ୍ତେ ଆସି ଗାଁ ଲୋକ ଆସି ଜେଇଙ୍କ ସହିତ ଆଲୋଚନା କଲୁ। ଏହାର ପ୍ରତିକାର ପାଇଁ ଗୋଟେ ଲିଖିତ ଆକାର ମଧ୍ୟ ଦେଇଛୁ ଏବଂ ସାମ୍ବାଦିକ ଭାଇମାନଙ୍କୁ ମଧ୍ୟ ଏହାର କପି ଗୋଟେ ଦେଇଛୁ। এটা তো প্রায়তঃ এটা নীতিদিনিয়া কথা, 2 দিনে আসছে, 5 দিন কটি যাচ্ছে, এমতি বারম্বার হচ্ছে। তেমন বাধ্য হয়েকি লাস্টে আসছি অফিসକୁ। এই হব নাই। আগামী দিনের আমি অফিস ঘেরাও সহিত রাজরাস্তাকে মধ্যে ওহ্লাইবু। এতে কৌশি ক্ষয়ক্ষতি পাই প্রশাসন তথা আমার ইলেকট্রিক ডিপার্টমেন্ট দায়ী রহবে। আমার জডাଙ୍ଗবালি গ্রাম 11 নম্বর ওয়ার্ড। ଆମ ଗାଁରେ ବାରମ୍ବାର କରେଣ୍ଟ ଯାଉଛୁ। ଅଭିଯାନ କଲା ପରେ ବି କରେଣ୍ଟ ଛାଡ଼ି ଦେଉନାହାନ୍ତି। ଆଜିକାଲି ଆଉ କିରୋସିନ ମିଳୁନି କି କିଛି ମିଳୁନି। ପିଲାମାନେ ପଢ଼ିବାକୁ ମଧ୍ୟ ବହୁତ ଅସୁସ୍ଥ ହେଉଛନ୍ତି। ଖାଇବା ରାନ୍ଧିବା ମଧ୍ୟ ବହୁତ ଅଶାନ୍ତି ହେଉଛୁ। ଆମେ କେତେ ଥର କମ୍ପ୍ଲେନ୍ କଲେ ମଧ୍ୟ ହଁ ହଁ କହୁଛନ୍ତି, ତିଆରି କରିବାକୁ ଆସୁନାହାନ୍ତି। ଆଉ ଆମେ ଦିନେ ଜଗୁଛୁ, 2 ଦିନ ଜଗୁଛୁ, ଏମିତି ବହୁତ ଥର ହେଉଛି। ବର୍ଷା ହେଉ କିମ୍ବା ନ ହେଉ ତଥାପି କରେଣ୍ଟ ଯାଉଛି। ହଁ କହୁଛନ୍ତି ଆଉ ସାର୍ ମାନେ କି ପିଲାମାନେ କେହି ଆସୁନାହାନ୍ତି ଯେ କରିବା ପାଇଁ ବୋଲି। ଆମେ ସେଥିପାଇଁ ଆଜି କାଲି 10ଟାରୁ ଯାଇଛି, 2 ଦିନ ଜଗିଲୁ, ଅପେକ୍ଷା କଲୁ। ଆଉ ମଧ୍ୟ ଆମେ ସିଆଡ଼ୁ କମ୍ପ୍ଲେନ୍ କଲୁ, ଆସିବେ ଅଧଘଣ୍ଟାରୁ ପଠାଉଛୁ, ହବ କହିଲେ। ଏବେ ସନ୍ଧ୍ୟା 7ଟାକୁ ଆମେ ଆସିଲୁ ଯେ କରେଣ୍ଟ ଏବେ ଯାଇ ଗାଁ କରେଣ୍ଟ ନ ଆସିବାର ଆମେ ଗାଁ ସମସ୍ତେ ହେଇକି ଆସିଲୁ ଯେ ଆମେ ଅଫିସକୁ ଯିବା, ଅଫିସରେ କ'ଣ ଡିସାଇଡ୍ କରୁଛନ୍ତି ସେ ବିଷୟ ବୁଝିବା କହିକି ଆସିଛୁ। ପିଲା ଛୁଆ ରୋଷେଇ ଫୋଷେଇ ଏବେ ଯାଇ ହେଇନାହାନ୍ତି। ପିଲାମାନେ ପାଠ ପଢ଼ି ମଧ୍ୟ ପାରୁନାହାନ୍ତି। ଆଉ ରୋଷେଇ ମଧ୍ୟ କେମିତି କରିବୁ? ଆଜିକାଲି ତ ଡୁବି ନାହିଁ କି କିଛି ନାହିଁ, କିରୋସିନ ମିଳୁନାହିଁ ଆଜିକାଲି। ଆଗେ କିରୋସିନ ମିଳୁଥିଲା ଯେ ସେମିତି ଆମେ ଚଳୁଥିଲୁ ଯେ ଡିବି ନହେଲେ ଲଣ୍ଠନ ରଖିକି ସେ ବିଷୟରେ ଆମେ ଚଳୁଥିଲୁ। ଏବେ ଚାର୍ଜ ଲାଇଟ୍ କଲେ ମଧ୍ୟ ଗୋଟେ ଦିନ 2 ଘଣ୍ଟା 3 ଘଣ୍ଟା ଯାଉଛି, ଆଉ ବେଶୀ ସମୟ ଯାଉନି। ମୋବାଇଲ ଯାକର ମଧ୍ୟ ଚାର୍ଜ ହେଉନାହିଁ। ଆଉ ଆମେ ବାହାର କାହା ସାଙ୍ଗରେ ମଧ୍ୟ କଥା ହେଇପାରୁନୁ। ଯେ ସାର୍ ତ ହଁ ହଁ କହୁଛନ୍ତି, ଆମେ କେବେ କହିଲେ ମଧ୍ୟ ହଁ କହୁଛନ୍ତି, କିନ୍ତୁ କାମ କିଛି କରିଦେଉନାହାନ୍ତି। ଏଇଟା ଆମର NS ହେଇଛି, NS ପଟେ କରେଣ୍ଟ ଦିଅନ୍ତୁ। ଆଉ କରେଣ୍ଟ ଆମର ସେ କୁଆଡ଼ୁ ଲିଙ୍ଗାଗଡ଼ା ନା କୁଆଡ଼େ ଦେଇଛନ୍ତି। ଆମର ସେପଟେ ବାରମ୍ବାର କରେଣ୍ଟ କଟି ଯାଉଛି। ସେଥିପାଇଁ ଆମର NS 11 ନମ୍ବର ୱାର୍ଡ, ଆମ NS ପଟେ କରେଣ୍ଟ ଦିଅନ୍ତୁ। କରେଣ୍ଟ ନଦେଲେ ଆମେ ଆଗକୁ ଆଉ କ'ଣ ବୁଝିବୁ, ସେଇଟା ସାର୍ ମାନେ ବୁଝିବେ। ଆଉ ଗାଁ ଲୋକ ତ ଆସିଥିଲେ, ତାଙ୍କର ଦାବିପତ୍ର ବି ଦେଇଛନ୍ତି ଅଫିସରେ। ଆମେ ତାକୁ ଫିଲ୍ଡ ଇନକ୍ୱାରି କଲା ପରେ ପ୍ରପର୍ ଯାହା ଆମର ଷ୍ଟେପ୍ସ ଅଛି ପ୍ରପୋଜାଲ୍ ଆମେ ହୁଏତ ରେଜ୍ କରିବୁ ଅଫିସକୁ ଆମର ହାୟର ଅଥରିଟିଙ୍କୁ। ସପ୍ଲାଏ ନାହିଁ ବୋଲି ଜଡାଙ୍ଗବାଲିର ଭିଲେଜର୍ସ ସବୁ ଆସିଛନ୍ତି। ତାଙ୍କର ବି କମ୍ପ୍ଲେନ୍ ବି ରିଜଲ୍ଟ କରାହେଇଗଲାଣି। ଫିଲ୍ଡ ଇନକ୍ୱାରି ପ୍ରପର୍ ଗୋଟେ ଯାଇଥିଲେ କରିଦେଇଛନ୍ତି।